ଯୀଶୁଖ୍ରୀଷ୍ଟଙ୍କର ଗୋଟେ ଅଭିଳାଷା ଇଚ୍ଛା ଯେ ଆତ୍ମିକ ଭାବରେ ସେ ଆମ ହୃଦୟରେ ଆମ ଅନ୍ତରରେ ଜନ୍ମଗ୍ରହଣ କରିବେ, ଯଦ୍ୱାରା ଆମେ ଜୀବିତ ହେବା, ଯଦ୍ୱାରା ଆମେ ବଞ୍ଚିବା। ହେଲେ ଆଧ୍ୟାତ୍ମିକ ଭାବରେ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଜନ୍ମ କନଭିକ୍ସନ୍ ଦ୍ୱାରା ହୋଇଥାଏ, ରିପେଣ୍ଟେନ୍ସ ଦ୍ୱାରା ହୋଇଥାଏ ଏବଂ ବିଶ୍ୱାସ ଦ୍ୱାରା ହୋଇଥାଏ। କନଭିକ୍ସନ୍ ଥ୍ରୁ ଦ ହୋଲି ସ୍ପିରିଟ୍, ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଅନୁତାପ ଏବଂ ଆମର ଓନ୍ ଫେଥ୍ ଇନ୍ କ୍ରାଇଷ୍ଟ, ଏହି ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କର ବା ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଜନ୍ମକୁ ପ୍ରାପ୍ତ ହୋଇଥାଉ। ଖ୍ରୀଷ୍ଟ ଯୀଶୁ ଆମ ଜୀବନରେ ଆମ ହୃଦୟରେ ଜନ୍ମଗ୍ରହଣ କରିଥାନ୍ତି। ଏଇଟା ହେଉଛି ଦ୍ୱିତୀୟ ଜନ୍ମ। ଯୋହନ ଲିଖିତ ସୁସମାଚାର 3:3-7 ପର୍ଯ୍ୟନ୍ତ, ରୋମିଓ ପୁସ୍ତକ 10